ବାବୁ ତମର ପରା ଯେତେବେଳେ ବିଜେପି ଟିକଟ ତମର କାଟିଦେଲା, କାଟିଲା ପରେ ରାତି ଅଧା ତମେ ପରା ବିଜୁ ଜନତା ଦଳରୁ 25 ଲକ୍ଷ ଟଙ୍କା ବିସ୍କୁଟ ଟା ଖାଇଥିଲ। ବିସ୍କୁଟ ଖାଇ ଘରେ ଚୁପ୍ ରହିଥିବ, ତମେ ପରା ଘରେ ଲୁଙ୍ଗି ପିନ୍ଧି କାନ୍ଦୁଥିଲ, ଆମେ ଯାଇଥିଲୁ। ନା ତମ ଗୋପାଳ ଲଜ୍ଜା ଅଛି ନା ତମକୁ ଲଜ୍ଜା ଅଛି? ହେ ବାବୁ, ତଳେ ଦିନେ ତୁ ଖଣ୍ଡଗିରି ଥାନାରେ ତୁ ପୁରା ଏଫଆଇଆର ଦେଇଥିଲୁ, ଶହୀଦନଗର ଥାନାରେ। ତୋ ବାପା କୁଆଡେ ପଳେଇଥିଲେ? ତୁ ବାପାକୁ ଟିକେ ପଚାରିଲୁ, ତୋ ଛାତିରେ ହାତ ରଖି ପଚାର ତୋ ବାପାକୁ ତୁ କଣ କରିଥିଲୁ, କଣ ତାଙ୍କୁ ଛଡେଇ ନେଇଥିଲୁ, କଣ ତୁ କହିଥିଲୁ ବୋଲି ବାପା ଘର ଛାଡିକି ପଳେଇଥିଲେ? ଏଫଆଇଆର ନାହିଁ, ମୋ ପାଖରେ ଅଛି, ଏଫଆଇଆର ସବୁ ଜନ୍ମ କରିବି। ତୋ ବାପା ପରା ପ୍ରଥମ କଲ କାହାକୁ କରିଥିଲେ? ଆରେ 2009 4 ରୁ 9 ବିଭାଗ ଥିଲା ପରେ ତୋ ବାପା ଏଠିକି ବ୍ଲକ ଅଫିସ ଆସିପାରିନଥିଲା। ତୋ ବାପା ନାଁରେ କେତେଟା ମର୍ଡର କେସ୍? ତୁ କହୁଛୁ ପରା ଆମକୁ ଗୁଣ୍ଡା। ତୋ ବାପା ହଉଛି ମୁଖ୍ୟ ଗୁଣ୍ଡା। ତୋ ବାପା ନାଁରେ 4ଟା ମର୍ଡର କେସ୍ ଅଛି। ଦେବି ଏଫଆଇଆର, ଏଫଆଇଆର ଦେଖେଇବି ତୋ ବାପା ନା କେବଳ ବିଧାୟକ ଯୋଉ ବୁଝି ଯାଇଛି। ତୁ କଣ ମତେ ଗୁଣ୍ଡା ବୋଲି କହୁଛୁ? ଆଜକାର ମୁଖ୍ୟ ଗୁଣ୍ଡା ହଉଛି ତୋ ବାପା। ବିଧାୟକ ଲେଖିଲେ ହବନି, ବିଧାୟକ ଭଳିଆ କାମ କର। ଏ ଚୋର କାମ କାହିଁ କରୁଛ? ଚୋର ଭଳି କାମ କରୁଛନ୍ତି। କୋଉଠି ଲୁଟିବା, କୋଉଠି ନେବା, କୋଉଠି ପିସି ଖାଇବା। ଦେଖନ୍ତୁ, ଆଜି 4 ଜଣ ଧାରଣା ବସିଥିଲୁ, କିନ୍ତୁ ଆସ୍କା ଏସଡିଓ ସାରଙ୍କର କହିବା ଅନୁସାରେ ସବକଲେକ୍ଟର ସାର୍ ଏବଂ ବିଡିଓ ସାର୍ ତ ସହିତ ଆସିକା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମହୋଦୟଙ୍କ ମିଳିତ ବୈଠକରେ ଆଲୋଚନା ହୋଇ ଆଜି ତାଙ୍କର ନିର୍ଭର ପ୍ରତିଶ୍ରୁତି ଦେଲେ ଏବଂ ଆଗାମୀ ଦିନରେ କଲେକ୍ଟର ସାର୍ ମଧ୍ୟ ଆଲୋଚନା କଲେ ଯେ ଯାହା ସମସ୍ୟା ରହିଛି ତାକୁ ଅତି ଶୀଘ୍ର 10 ଦିନ ଭିତରେ ଦୂର କରାଯିବ, ନଚେତ 10 ଦିନ ପରେ ପୁଣି ଆମେ ଆଇନଗତ ପୁଣି ଧାରଣାରେ ବସିବୁ। ବିଧାୟକ ଯିଏ ପ୍ରତିନିଧି ତାଙ୍କ ପୁଅ ଯିଏ ସଙ୍ଗୀତ ପାଢୀ ଏ ସୋସିଆଲ ମିଡିଆରେ ଗୋଟେ ଲେଖିଛନ୍ତି ଚର୍ଚ୍ଚା ହଉଛି, ଆପଣ କଣ? ଦେଖନ୍ତୁ, ଆଜି ତ ମୁଁ ଏବେ ଦେଖିଲି ସେ ଗୋଟେ କଣ ବିସ୍କୁଟ ଏମିତି କଣ କଣ ସବୁ ଲେଖିଛନ୍ତି। ଦେଖନ୍ତୁ, ସେ ତାପରେ ତ ମୁଁ ଗୋଟିଏ କଥା କହିବି। ତମେ ଦିନେ ସେ କହିଥିଲେ ଯେ ସେମାନଙ୍କର ନୀତିଗତ ସେମାନେ ଜାଣୁନାହାନ୍ତି, ମନ ଇଚ୍ଛା କହୁଛନ୍ତି ଏଭଳିଆ। ମୁଁ ପ୍ରଥମେ ପଚାରିବାକୁ ଚାହେଁ, ପ୍ରଥମ କଥା ହେଲା ସେ ପିଲାର ଯୋଗ୍ୟତା ନାହିଁ ଆମ ସହିତ କଥା ହେବା ପାଇଁ। ବାପାର ସଂଗଠନରେ ପୁଅ ଭଳିଆ ନିଜେ ସଂଗଠନ କରୁ, ତାପରେ ଆସିବ। ଦ୍ୱିତୀୟ କଥା ହେଲା ସେ ବିସ୍କୁଟ କଥା କହିଛନ୍ତି। ମୁଁ ଦେଖୁଥିଲି କଥାଟା ସିଧାସଳଖ ମୋ ଉପରେ ଇଙ୍ଗିତ ହଉଛି ଯେ ଯଦି ସରୋଜ ପାଢୀ ମହୋଦୟ ତମ ପାଖରେ ସସାହସ ଅଛି ତାହେଲେ ମୋ ସହିତ ଆପଣ ଫୋନରେ ଯୁକ୍ତି କରନ୍ତୁ କିମ୍ବା ଡାକନ୍ତୁ କୋଉଠି, କିମ୍ବା ମିଡିଆରେ ବସିକି କୁହନ୍ତୁ। ତମେ 2019ରେ ନଚୁ କେତେ ବିସ୍କୁଟ ଖାଇଥିଲ? ହଉ ବାବୁ, ତମର ପରା ଯେତେବେଳେ ବିଜେପି ଟିକଟ ତମର କାଟିଦେଲା, କାଟିଲା ପରେ ରାତି ଅଧା ତମେ ପରା ବିଜୁ ଜନତା ଦଳରୁ 25 ଲକ୍ଷ ଟଙ୍କା ବିସ୍କୁଟ ଟା ଖାଇଥିଲ। ବିସ୍କୁଟ ଖାଇ ଘରେ ଚୁପ୍ ରହିଥିବ, ତମେ ପରା ଘରେ ଲୁଙ୍ଗି ପିନ୍ଧି କାନ୍ଦୁଥିଲ, ଆମେ ଯାଇଥିଲୁ। ଏମିତି ମହୋଦୟ ଯେ ଆମର ପ୍ରମିଳା ମହାନ୍ତି ଥିଲେ ଏବଂ ନଚିକେତା ଭାଇ ଏବଂ ତାଙ୍କ ମା ଯିଏ ମନ୍ଦିର ସାହି, ଆମେ ପୁରା 3 ଜଣ ଯାଇଥିଲୁ। ଯାଇକିରି ପ୍ଲସ ଆମର କର୍ମକର୍ତ୍ତା ଯାଇ ସେଠି ବସିଥିଲୁ, ବସିକି ଆଲୋଚନା କରାଯାଇଥିଲା। ତାପରେ 25 ଲକ୍ଷ ଟଙ୍କା ବିସ୍କୁଟ ଟା ଦେଲା ପରେ ତମେ ଚୁପ୍ ହେଇ ରହିଲ ଏବଂ ତମର ସମସ୍ତ କର୍ମୀକୁ ବିଜୁ ଜନତା ଦଳରେ ସାମିଲ କରି ତେଣୁ ଭୁଲି ଯାଉଛ। ଆମକୁ ବିସ୍କୁଟ କଥା କହୁଛ? ଆମେ ବିସ୍କୁଟ ଖାଇବା କଥା ନୁହଁ। ଆମ ବିଷୟରେ ତମେ ଭଲୁଛ ଜାଣିନ, ତମର ଯୋଗ୍ୟତା ନୁହଁ ଆମ ସହିତ କଥା ହେବା ପାଇଁ। ଆଙ୍ଗୁଠି ହେଲେ କଣ କଥା ବଛ? ତୋ ବାପାର ପେଢି ଖୋଲିଦେବେ ରେ ପୁଅ। ଦେଖନ୍ତୁ, ଆମେ ତ ଜାଣିପାରୁନୁ, ବିଧାୟକ ତ ଜାଣେ ସିଏ ହଉଛନ୍ତି ସରୋଜ କୁମାର ପାଢୀ ମହୋଦୟ, କିନ୍ତୁ ତାଙ୍କର 4ଟା ତାଙ୍କର ଯୋଉ ପ୍ରତିନିଧି ଅଛନ୍ତି ସବୁ ପ୍ରତିନିଧିରେ ବିଧାୟକ ବୋଲି ଲାଗିଛି। ଧନ୍ୟବାଦ ତାଙ୍କର ବିଧାୟକ ବନେଇବାକୁ, ଧନ୍ୟବାଦ। ଆଜି ତ ତାଙ୍କର ସସାହସ ଅଛି। ମୁଁ ତ ପଠେଇବ 2 ଦିନ 3 ଦିନ ହେଲା ପଚାରୁଛି, ଆପଣଙ୍କର ଯୋଉ ଅଛି ଏମଏଲଏ ଆପଣ ପାଖାପାଖି 7 କୋଟି ଉର୍ଦ୍ଧ୍ୱ ଟଙ୍କା ବ୍ୟକ୍ତିଗତ ଫଣ୍ଡ ଆସିଛି। ସେ ଫଣ୍ଡକୁ ଆପଣ କୋଉଠି ବିନିଯୋଗ କରୁଛନ୍ତି ତାର ତଥ୍ୟ ପ୍ରଥମେ ଜନସାଧାରଣଙ୍କୁ ଦିଅନ୍ତୁ। ଆସ୍କା ନିର୍ବାଚନ ମଣ୍ଡଳ ସମସ୍ତ ଜନସାଧାରଣଙ୍କୁ ଆପଣ ଦିଅନ୍ତୁ କେତେ ଟଙ୍କା କୋଉଠି ଖର୍ଚ୍ଚ କରିଛ, ଆଉ ତମ ଫାର୍ମ ହାଉସ ଭିତରେ ସେ ଭିତରୁ କେତେ ଟଙ୍କା ବିନିଯୋଗ କରିଛ ତାର ତଥ୍ୟ ଦିଅ। ଆଉ ତମେ ଲୋକଙ୍କୁ ଚୋର କହିବ, ଟାଉଟର କହିବ, ଆଉ ତମର ଗୋଟେ ନୀତିଗତ ଅଭ୍ୟାସ ହେଇଗଲାଣି। ତାପରେ ତମେ ବେଲେ ଯିବା ଗୁଡାକ, ତମର କଣ ଲଜ୍ଜା ଅଛି? ନା ତମ ଗୋପାଳ ଲଜ୍ଜା ଅଛି ନା ତମକୁ ଲଜ୍ଜା ଅଛି? ହେ ବାବୁ, ତଳେ ଦିନେ ତୁ ଖଣ୍ଡଗିରି ଥାନାରେ ତୁ ପୁରା ଏଫଆଇଆର ଦେଇଥିଲୁ, ଶହୀଦନଗର ଥାନାରେ। ତୋ ବାପା କୁଆଡେ ପଳେଇଥିଲେ? ତୁ ବାପାକୁ ଟିକେ ପଚାରିଲୁ, ତୋ ଛାତିରେ ହାତ ରଖି ପଚାର ତୋ ବାପାକୁ ତୁ କଣ କରିଥିଲୁ, କଣ ତାଙ୍କୁ ଛଡେଇ ନେଇଥିଲୁ, କଣ ତୁ କହିଥିଲୁ ବୋଲି ବାପା ଘର ଛାଡିକି ପଳେଇଥିଲେ? ଏଫଆଇଆର ନାହିଁ, ମୋ ପାଖରେ ଅଛି, ଏଫଆଇଆର ସବୁ ଜନ୍ମ କରିବି। ତୋ ବାପା ପରା ପ୍ରଥମ କଲ କାହାକୁ କରିଥିଲେ? ତୋ ବାପା ପ୍ରଥମ କଲ, ତାଙ୍କ ପାଖରେ କାହାର ବି ନମ୍ବର ନଥିଲା, ତାଙ୍କ ପାଖରେ ମୋବାଇଲ ନଥିଲା। ପ୍ରଥମ କଲ ଆସ୍କାର ବରିଷ୍ଠ ଓକିଲ ଅଜିତ ଚୌଧୁରୀ ମହୋଦୟଙ୍କୁ କରିଥିଲେ। ଆଉ ଯେତେବେଳେ ତୋ ବାପା ପ୍ରଥମ କଲ କଲେ ସେ ପ୍ରଥମେ ମତେ ଫୋନ କରିଥିଲେ, ଏରେ ସରୋଜ ଏଟା ବଞ୍ଚିଛି ରେ। ତାପରେ ଆମେ ଯାଇକିରି ତାପରେ ତମକୁ ଯାଇକି ସେଠି ତମକୁ ଫୋନ କରାଗଲା, ପ୍ରଥମେ ସାକ୍ଷୀ ମୁଁ। ତାପରେ ଆମେ ତମ ଘରକୁ ଯାଇଥିଲୁ। ବାପାର ଅବସ୍ଥା କଣ ହେଇଥିଲା? 15 ଦିନ ହେଲା ନ ଖାଇ ନ ପିଇ ତାଙ୍କର ଅବସ୍ଥା କଣ ହେଇଥିଲା? କଣ ତୁ କରୁଥିଲୁ ତୋ ବାପାକୁ? ତୁ କଣ ଜାଣିପାରୁନୁ? ଆମକୁ ପୁଣି ତୁ ସଭ୍ୟତା ଶିଖେଇବୁ? ତୋର ଅକାତ ପାଇଁ ସଭ୍ୟତା ଶିଖେଇବା? ତୁ ହଉଛୁ ଚୋର। ମୁଁ ସୋସିଆଲ ମିଡିଆ ତୁ ଯେତେ ନଉନାରେ ଦେବୁ ଆଉ ସେଠି ଆହୁରି ଅଛି ରେ ବାପା, ତୋ ବେପାର ପେଡ଼ି ଖୋଲିଦେବି।
ତୋ ବାପା ଆଗରୁ କଣ କଣ କରିଛି, କୋଉଠି କୋଉଠି ଖାଇଛି, କୋଉଠି କୋଉଠି ନେଇଛି, ମୁହଁ ସମ୍ଭାଳି କଥାବାର୍ତ୍ତା କର, ଅକାତ ଭିତରେ କଥାବାର୍ତ୍ତା କର। ଭୁଲି ଯାଆ ନା, ଆମେ ତୋର ବାପା ଭଳିଆ, ତୋର ଭଳିଆ ତୋର ନୁହଁ। 5 ଟଙ୍କା କାହାର ଖାଇବୁନି, ଆଉ କିଏ କହିଲେ ଶୁଣିବୁନି। ତୁ କଣ ମତେ କହୁଛୁ ବିସ୍କୁଟ ଖାଇବା କଥା? ପଚାର, ତୋ ବାପାକୁ ପଚାର କେତେ ଟଙ୍କା, 25 ଲକ୍ଷ ଟଙ୍କା ବିସ୍କୁଟ ଖାଇଥିଲା। ଆରେ 2009 4ରୁ 9 ବିଭାଗ ଥିଲା ପରେ ତୋ ବାପା ଏଠିକି ବ୍ଲକ ଅଫିସ ଆସିପାରିନଥିଲା। ତୋ ବାପା ନାଁରେ କେତେଟା ମର୍ଡର କେସ୍, ତୁ କହୁଛୁ ପରା ଆମକୁ ଗୁଣ୍ଡା। ତୋ ବାପା ହଉଛି ମୁଖ୍ୟ ଗୁଣ୍ଡା। ତୋ ବାପା ନାଁରେ 4ଟା ମର୍ଡର କେସ୍ ଅଛି। ଦେବି ଏবার ଦେଖେବି ତୋ ବାପା ନା କେବଳ ବିଧାୟକ ଯୋଉ ବୁଝି ଯାଇଛି। ଆଉ ତୁ କଣ ମତେ ଗୁଣ୍ଡା ବୋଲି କହୁଛୁ? ଆଜକାର ମୁଖ୍ୟ ଗୁଣ୍ଡା ହଉଛି ତୋ ବାପା। ତୁ କଣ କହୁଛୁ? ତୁ ଆଖପାଖରେ ଯୋଉ ବ୍ୟକ୍ତି ଗୁଡା ବସୁଛୁ ତାଙ୍କର ହିଷ୍ଟ୍ରି ବିଷୟରେ ତୁ ଜାଣିଛୁ? କଥା କହିବାର ଶିଖ। ଆଉ ଆଗକୁ ଯଦି ଏଇଭଳିଆ ଭାଷା କହୁଛୁ ତାପରେ ମୁଁ ମୋର ଆହୁରି ଅନ୍ୟ ଭଳିଆ ଭାଷା ବାହାରିବ, ତୁ ମତେ ଚିହ୍ନିନୁ। କଥାବାର୍ତ୍ତା କହିବା ଶିଖ। ଆଉ ବିସ୍କୁଟ କଥା ଶିଖ। ତୋ ବାପାକୁ ପଚାର 25 ଲକ୍ଷ ଟଙ୍କା ବିସ୍କୁଟ 2019ରେ କେମିତି ଖାଇଥିଲା, କେତେ ମିଠା ଥିଲା। ଆଉ ତୁ କଣ ମତେ ବିସ୍କୁଟ କଥା କହିବୁ? ଧନ୍ୟବାଦ।